ବର୍ତ୍ତମାନ ଏମିତି କରନି ପୁଅ। ଦେଖନ୍ତୁ ବସ୍ରେ ବହୁତ ଲୋକ ଅଛନ୍ତି। ଯଦି କେହି ଦେଖିନିଏ ତେବେ ଅସୁବିଧା ହୋଇଯିବ। ମୋ କଥା ଶୁଣି ମୋ ପୁଅ ଅଭି ମୋ ଆଡ଼କୁ ଚାହିଁଲା ଏବଂ ଧୀର ସ୍ୱରରେ କହିଲା, ମା କୌଣସି ଅସୁବିଧା ହେବ ନାହିଁ। ତଥାପି ଏବେ ସବୁ ଲୋକ ବ୍ୟସ୍ତ ଅଛନ୍ତି। କେହି ଆମ ଆଡ଼କୁ ଧ୍ୟାନ ଦେଉନାହାନ୍ତି। ତେଣୁ ମୋତେ ମୋ କାମ କରିବାକୁ ଦିଅ ମା। ନିଜ ପୁଅ ଅଭିର କଥା ଶୁଣି ମୁଁ ହସି ହସି କହିଲି, ତୁମେ ତ ବହୁତ ଦୁଷ୍ଟ। ଯାହାବି କରୁଛୁ ଜଲ୍ଦି କର। ମୁଁ ଏହିପରି ଅଧିକ ସମୟ ବସିପାରିବି ନାହିଁ। ମୁଁ କହିବା ମାତ୍ରେ ମୋ ପୁଅ ଅଭି ହସିଲା ଏବଂ କହିଲା, ଏ ନିଅ ଆଉ ଟିକେ ମା, ମୁଁ ମୋ କାମ ଜଲ୍ଦି ଶେଷ କରୁଛି। ଏହା କହି ମୋ ପୁଅ ଅଭି ମୋତେ ନେଇ ବସ୍ର ପଛ ସିଟ୍ରେ ମୋ ସହିତ ଏତେ ଭିଡ଼ ମଧ୍ୟରେ ବସିଗଲା। ନମସ୍କାର ମୋର ପ୍ରିୟ ବନ୍ଧୁଗଣ, ଆପଣମାନେ ସମସ୍ତେ କେମିତି ଅଛନ୍ତି? ପ୍ରତିଦିନ ପରି ଆଜି ମୁଁ ଏକ ନୂଆ ଭିଡିଓ ସହିତ ହାଜର ହୋଇଛି। ମୁଁ ଅଞ୍ଜଳି ଆଉ ମୁଁ 38 ବର୍ଷର ଜଣେ ବିଧବା ମହିଳା। ମୋ ସ୍ୱାମୀ ଆମକୁ ପ୍ରାୟ 5 ବର୍ଷ ପୂର୍ବେ ଛାଡ଼ି ଦେଇଥିଲେ। ମୋର ଗୋଟିଏ ପୁଅ ଅଛି। ମୋ ପୁଅର ନାମ ଅଭି। ମୋ ପୁଅ ଅଭିକୁ 22 ବର୍ଷ ବୟସ। ସେ କଲେଜରେ ପଢୁଛି। ମୋ ସ୍ୱାମୀ ଚାଲିଯିବା ପରେ ମୁଁ ମୋର ଏକମାତ୍ର ପୁଅ ଅଭି ସହିତ ସହରକୁ ଆସିଗଲି। ମୋ ସ୍ୱାମୀ ଏବଂ ପୁଅ ବ୍ୟତୀତ ଏ ଦୁନିଆରେ ମୋର ନିଜର କେହି ନଥିଲେ। ମୋ ଜନ୍ମ ପରେ ମୋ ବାପା ମା ମୋତେ ଛାଡ଼ି ଚାଲିଗଲେ। ସେମାନେ ଯିବା ପରେ ମୋତେ ଅନାଥାଶ୍ରମରେ ବଢ଼ିବାକୁ ପଡ଼ିଲା। ମୋ ସ୍ୱାମୀ ଚାଲିଯିବା ପରେ ମୁଁ ଏକାକୀ ହୋଇଗଲି। କିନ୍ତୁ ନିଜ ପୁଅ ଅଭିର ମୁହଁ ଦେଖି ମୁଁ ମୋର ସବୁ ଦୁଃଖ ଭୁଲିଯାଏ। ଯେତେବେଳେ ମୋ ସ୍ୱାମୀ ଥିଲେ ସେତେବେଳେ ମୋତେ ବୋଧହୁଏ କୌଣସି କଥାର ଚିନ୍ତା କରିବାକୁ ପଡୁନଥିଲା। କିନ୍ତୁ ସେ ଯିବା ପରେ ମୋତେ ପ୍ରତିଟି କଥାର ଚିନ୍ତା କରିବାକୁ ପଡ଼ିଲା। ସ୍ୱାମୀଙ୍କ ଅନୁପସ୍ଥିତିରେ ମୋତେ ଏହି ପରିବାରର ଦାୟିତ୍ୱ ଉଠାଇବାକୁ ପଡ଼ିଲା। ମୁଁ ଏକ ଘରୋଇ କମ୍ପାନୀରେ କାମ କରେ ଏବଂ ମୋ ପୁଅ ଅଭି ତାର ପାଠପଢ଼ା ଜାରି ରଖିଛି। ମୋତେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼େ। ସଙ୍ଗୀତ, ଯଦିଓ ମୋତେ କଠିନ ପରିଶ୍ରମ କରିବା ଭଲ ଲାଗେ, ପୁରା ଦିନ ଏହିପରି ବିତିଯାଏ। ତଥାପି ସନ୍ଧ୍ୟା ହେଉ ହେଉ ମୋ ମନ ଉଦାସ ହୋଇଯାଏ। ପ୍ରକୃତରେ ମୁଁ ଜଣେ ମହିଳା ଅଟେ। ମୋର ନିଜର ଇଚ୍ଛା ଏବଂ ସଉକ ଅଛି। ଅନ୍ୟ ସମସ୍ତ ମହିଳାଙ୍କ ପରି ମୋର ମଧ୍ୟ କିଛି ଇଚ୍ଛା ଅଛି। କିନ୍ତୁ ମୋ ସ୍ୱାମୀ ମୋର ସେହି ସବୁ ଇଚ୍ଛା ଏବଂ ସଉକକୁ ପୂରଣ କରିବା ପାଇଁ ମୋ ସାଥିରେ ନାହାନ୍ତି। ଏହା ବିଷୟରେ ଭାବିବା ମାତ୍ରେ ମୋ ମନ ଅଶାନ୍ତ ହୋଇଗଲା। ମୁଁ ନିଜକୁ ଶାନ୍ତ କରିପାରୁନଥିଲି। ମୋ ସ୍ୱାମୀଙ୍କ ଦେହାନ୍ତ ପରେ ଅନେକ ଲୋକ ମୋତେ ନୂଆ କରି ଜୀବନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ମୁଁ ଯୁବତୀ ଥିଲି। କିନ୍ତୁ ମୁଁ କୌଣସି ନିଷ୍ପତ୍ତି ନେଇପାରିଲି ନାହିଁ କାରଣ ମୁଁ ମୋ ପୁଅ ଅଭି ବିଷୟରେ ଭାବୁଥିଲି। ମୋତେ ଜଣାଅଛି ଯେ ଯଦି ମୁଁ ଚାହେଁ ତେବେ ମୋ ଜୀବନକୁ ବହୁତ ଭଲ କରିପାରିବି। କିନ୍ତୁ ମୋ ପୁଅର କ'ଣ ହେବ? ଅଭି ବିଷୟରେ ଭାବିବା ମାତ୍ରେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋର ସମସ୍ତ ଚିନ୍ତା ମନରୁ ବାହାର କରିଦେବି ଏବଂ ବାକି ଜୀବନ ଅଭି ସହିତ ହିଁ ବିତାଇବି। ମୋ ପୁଅ ଅଭି ବିଲକୁଲ ମୋ ସ୍ୱାମୀଙ୍କ ପରି ହୋଇଯାଇଛି। ଅଭି ସବୁବେଳେ ମୋ ବିଷୟରେ ଭାବୁଥିଲା। ଏଥିସହିତ ସେ ତାର ପାଠପଢ଼ା ମଧ୍ୟ ଠିକ୍ ଭାବରେ କରୁଥିଲା। ଯେତେବେଳେ ମୁଁ ଅଫିସରୁ ଘରକୁ ଫେରୁଥିଲି ସେହି ସମୟରେ ମୋ ପୁଅ ଅଭି ମୋର ବହୁତ ଯତ୍ନ ନେଉଥିଲା। ଅନ୍ୟ କେହି ମୋର ଯତ୍ନ ସେହିପରି ନେଇପାରିବେ ନାହିଁ ଯେପରି ମୋ ପୁଅ ଅଭି ନିଏ ଏବଂ ଏହି କାରଣରୁ ମୋ ହୃଦୟରେ ମୋ ପୁଅ ଅଭି ପାଇଁ ଏକ ସ୍ୱତନ୍ତ୍ର ଲଗାବ ସୃଷ୍ଟି ହୋଇଛି। ଆଜି ମଧ୍ୟ ପ୍ରତିଦିନ ପରି ମୁଁ ମୋର କାମ ଶେଷ କରି ନିର୍ଦ୍ଧାରିତ ସମୟରେ ଘରକୁ ଫେରିଆସିଲି। ଅଫିସ କାମ ଶେଷ କରି ଘରକୁ ଫେରିବା ମାତ୍ରେ ମୁଁ ଦେଖିଲି ଯେ ଘରର କବାଟ ବନ୍ଦ ଅଛି। କବାଟ ବନ୍ଦ ଦେଖି ମୁଁ ମୋ ପୁଅ ଅଭିକୁ ଅନେକ ଥର ଫୋନ୍ କଲି, କିନ୍ତୁ ଅଭି ତରଫରୁ କୌଣସି ଉତ୍ତର ଆସିଲା ନାହିଁ। ମୁଁ ଭାବିଲି ଯେ ଅଭି ପାଠ ପଢୁଥିବ, ତେଣୁ ମୁଁ ଅଭିକୁ ଆଉ ଥରେ ଫୋନ୍ କଲି ନାହିଁ। ମୁଁ ମୋ ପାଖରେ ଥିବା ଚାବି ସାହାଯ୍ୟରେ ଘର ଭିତରେ ପ୍ରବେଶ କଲି। ମୁଁ ମୋ ଘରେ ପ୍ରବେଶ କଲି ଏବଂ ଅଭି ଏଠାରେ ଅଛି କି ନାହିଁ ଦେଖିବା ପାଇଁ ଚାରିଆଡ଼କୁ ଚାହିଁଲି। କିନ୍ତୁ ମୋତେ ଅଭି କେଉଁଠି ବି ଦେଖାଗଲା ନାହିଁ। ମୋତେ ମୋ ପୁଅ ଅଭି କେଉଁଠି ଦେଖାଗଲା ନାହିଁ। ତେଣୁ ମୁଁ ସିଧା ତାର ଘର ରୁମକୁ ଚାଲିଗଲି। ଯେମିତି ମୁଁ ତାର ଘର ସାମ୍ନାରେ ପହଞ୍ଚିଲି, ଖାନ୍ ଅଟକିଗଲା। ଅଭି ତ ଘରେ ନାହିଁ। ଏତେ ସକାଳୁ ସେ କେଉଁଆଡ଼େ ଚାଲିଗଲା? ମୋତେ କିଛି ବୁଝାପଡ଼ୁନାହିଁ। ତଥାପି ମୋ ପୁଅ ଅଭି ତ ଏହା ପୂର୍ବରୁ କେବେ ଏତେ ସକାଳୁ କେଉଁଠାକୁ ଯାଇନାହିଁ। କିନ୍ତୁ ଆଜି ସେ ନିଜ ରୁମରେ କାହିଁକି ନାହିଁ? ମୁଁ ମୋ ପୁଅ ଅଭିର ରୁମର କବାଟ ସାମ୍ନାରେ ଛିଡ଼ା ହୋଇ ଏହିସବୁ କଥା ବିଷୟରେ ଭାବିବାକୁ ଲାଗିଲି। କିଛି ମିନିଟ୍ ଅଭିର ରୁମ ସାମ୍ନାରେ ଛିଡ଼ା ହେବା ପରେ ମୁଁ ଏକ ଦୀର୍ଘ ନିଶ୍ୱାସ ନେଲି ଏବଂ ନିଜ ରୁମ ଆଡ଼କୁ ଚାଲିଲି। ଘରେ ପହଞ୍ଚିବା ମାତ୍ରେ ମୁଁ ହଠାତ୍ ମୋ ପୁଅ ଅଭିକୁ ମୋ ରୁମରେ କିଛି କାମ କରୁଥିବାର ଦେଖିଲି। ସଙ୍ଗୀତ, ନିଜ ପୁଅ ଅଭିକୁ ଏହିପରି କାମ କରୁଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ମୁଁ ଦୂରରୁ ଅଭିକୁ ଧ୍ୟାନରେ ଦେଖିଲି ତ ମୋତେ ଜଣାପଡ଼ିଲା ଯେ ଅଭିର ହାତରେ ମୋର କିଛି କପଡ଼ା ଥିଲା ଏବଂ ସେ ମୋ କପଡ଼ା ସହିତ କାମ କରୁଥିଲା।
ମୁଁ ଅନୁଭବ କଲି ଯେ ଅଭି ବାସ୍ତବରେ ମୋ କପଡ଼ା ସଜାଡ଼ିବା କାମ କରୁଥିଲା। ମୁଁ କବାଟ ସାମ୍ନାରେ ଛିଡ଼ା ହୋଇ ନିଜ ପୁଅ ଅଭିକୁ ଦେଖୁଥିଲି ଏବଂ ତାକୁ ତାର କାମ କରୁଥିବାର ଦେଖୁଥିଲି। ବୋଧହୁଏ ଅଭି ପ୍ରତିଦିନ ଏମିତି ଏଥିପାଇଁ କରେ କାରଣ ମୁଁ ଘରେ ନଥାଏ। ମୁଁ ମୋ ପୁଅକୁ ଦେଖିଲି ଏବଂ ରାଖ ପାଉଁଶ ବିଷୟରେ ଭାବୁଥିଲି। ମୁଁ ବହୁତ ସମୟ ପର୍ଯ୍ୟନ୍ତ ଅଭିକୁ ଦେଖୁଥିଲି ଏବଂ ମୋ ଆଖିରୁ ଲୁହ ବୋହିବାକୁ ଲାଗିଲା। ମୁଁ ଆଉ ସ୍ଥିର ରହିପାରିଲି ନାହିଁ। ମୁଁ ମୋ ଘରର ମୁଖ୍ୟ ଦ୍ୱାରରୁ ବାହାରିଲି ଏବଂ ସିଧା ମୋର ବୈଠକ କକ୍ଷକୁ ଚାଲିଗଲି। ବୈଠକ କକ୍ଷରେ ଆସି ମୁଁ ମୋ ପୁଅ ଅଭି ବିଷୟରେ ଭାବିବାକୁ ଲାଗିଲି। ଯଦି ମୋ ପୁଅ ଅଭି ପାଠ ପଢ଼ିବା ବଦଳରେ କାମ କରୁଥିବ ତେବେ ତାର ଭବିଷ୍ୟତ କିପରି ଭଲ ହେବ। ଏହା ବ୍ୟତୀତ ଅଭି ପାଇଁ ମୋର ଅନେକ ସ୍ୱପ୍ନ ଅଛି। ଏସବୁର କ'ଣ ହେବ? ମୁଁ ବୈଠକରେ ବସି ଏହି ସବୁ କଥା ବିଷୟରେ ଭାବୁଥିଲି। ଆଜି ମୋ ମନ କୌଣସି ସ୍ୱପ୍ନ ପରି ଅଶାନ୍ତ ହୋଇଯାଇଛି। ଯେତେବେଳେ ମୁଁ ସେଠାରେ ଆଉ କିଛି ମିନିଟ୍ ବସି ରହିଲି ତ ହଠାତ୍ ମୋ ପୁଅ ଅଭି ମୋ ପାଖରେ ଛିଡ଼ା ହୋଇଗଲା ଏବଂ ଧୀର ସ୍ୱରରେ କହିଲା, ମା, କ'ଣ ଆପଣ ଏଠାରେ ବସିଛନ୍ତି? ତୁମେ ଘରକୁ ଆସିଗଲ ଏବଂ ମୋତେ ଫୋନ୍ ମଧ୍ୟ କଲ ନାହିଁ। ମୋ ପୁଅ ଅଭିର ସ୍ୱର ଶୁଣିବା ମାତ୍ରେ ମୋର ଆଶ୍ଚର୍ଯ୍ୟ ଭାଙ୍ଗିଗଲା। ମୁଁ ମୋ ପୁଅ ଆଡ଼କୁ ଦେଖିଲି ଏବଂ ଖାନ୍ଠାରୁ ଉଚ୍ଚ ସ୍ୱରରେ କହିଲି, ବେଟା, ତୁମେ ମୋ ଶବ୍ଦ କିପରି ଶୁଣିପାରିବ? ତୁମେ ତ ମୋ ରୁମ୍ରେ ବସି ଧ୍ୟାନ କରୁଥିଲ। ମୁଁ କହିବା ମାତ୍ରେ ମୋ ପୁଅ ଅଭି ନିଜ ମୁଣ୍ଡ ତଳକୁ କରିଦେଲା। ଅଭିକୁ ଏହିପରି ମୁଣ୍ଡ ନୁଆଇଥିବାର ଦେଖି ମୋତେ ଟିକେ ଦୁଃଖ ଲାଗିଲା। ମୁଁ ସେଠାରେ ଆଉ ବସି ରହିଲି ନାହିଁ। ମୁଁ ମୋ ସିଟ୍ରୁ ଉଠିଲି ଏବଂ ମୋ ପୁଅ ଅଭିକୁ ପୁଣି କହିଲି, ବେଟା, ତୁମେ ଏପର୍ଯ୍ୟନ୍ତ ଚୁପ୍ କାହିଁକି ଅଛ? ଏବେ କାହିଁକି କହୁନାହଁ? ମୁଁ କହିବା ମାତ୍ରେ ମୋ ପୁଅ ଅଭି ଦୀର୍ଘଶ୍ୱାସ ନେଲା ଏବଂ କହିଲା, ମା, ମୁଁ ଦିନସାରା ପାଠପଢ଼ା ଏବଂ କଲେଜ କାମରେ ବ୍ୟସ୍ତ ରହେ। ବାପା ନଥିବାରୁ ଆପଣଙ୍କୁ ଏହି ପରିବାରର ସମସ୍ତ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ। ଏସବୁ କଥା ବିଷୟରେ ଭାବି ମୋ ମନ ଶାନ୍ତ ରହେ ନାହିଁ। ସେଥିପାଇଁ ମୁଁ ମନକୁ ଶାନ୍ତ କରିବା ପାଇଁ କିଛି କାମ କରେ। ମା, ତଥାପି ମୁଁ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହେଁ। କ'ଣ ମୋର ଏହି ଅନୁରୋଧ ଭୁଲ ଅଟେ? କୁହନ୍ତୁ ମା। ଅଭିର କଥା ଶୁଣି ମୁଁ କିଛି ସମୟ ଚୁପ୍ ହୋଇଗଲି। ମୋ ପୁଅ ଅଭି ବିଲକୁଲ ଠିକ୍ କହୁଛି। ଅଭି ସାରା ଦିନ ଘରେ ହିଁ ରହେ। ତାର ମନ ଅଶାନ୍ତ ହୋଇଯାଏ। ଏହା ବ୍ୟତୀତ ସେ ମୋତେ ସାହାଯ୍ୟ କରିବାକୁ ଚାହେଁ। ଆଜିକାଲି ଏପରି ପିଲା ବହୁତ କମ୍ ଦେଖିବାକୁ ମିଳନ୍ତି ଯେଉଁମାନେ ନିଜ ବାପା ମାଙ୍କ ବିଷୟରେ ଭାବୁଥିବେ। ମୋ ପୁଅ ଅଭି ମୋ ବିଷୟରେ ଭାବେ। ଏହାଦ୍ୱାରା ମୋ ମନରେ ଏକ ଅଲଗା ପ୍ରକାରର ଭାବନା ଉତ୍ପନ୍ନ ହୁଏ। ମୁଁ ମୋ ପୁଅ ଅଭିକୁ ଦେଖୁଥିଲି ଏବଂ ମନେ ମନେ କିଛି ଭାବୁଥିଲି। ମୁଁ ମୋ ପୁଅ ଅଭି ଆଡ଼କୁ ଦେଖିଲି ଏବଂ ପାଇଲି ଯେ ଅଭି ମଧ୍ୟ ମୋତେ ଦେଖୁଥିଲା। ମୁଁ ମୋ ପୁଅ ଅଭିକୁ ଏହିପରି ମୋତେ ଦେଖୁଥିବାର ଦେଖିଲି ଏବଂ ହସି ହସି କହିଲି, ଠିକ୍ ଅଛି ବେଟା, ମୁଁ ତୁମ କଥା ବୁଝିଗଲି। ମୋତେ ଏବେ ତୁମ ଉପରେ ଗର୍ବ ନାହିଁ। କିନ୍ତୁ ଗୋଟିଏ କଥା ବେଟା, ମୋର ସବୁ ସ୍ୱପ୍ନ ତୁମ ବିଷୟରେ ହିଁ ହୋଇଥାଏ। ମୁଁ ଚାହେଁ ଯେ ତୁମେ ଠିକ୍ ଭାବରେ ପାଠ ପଢ଼ି ଏବଂ ନିଜ ଜୀବନରେ କିଛି ଭଲ କର। ମୁଁ କେବେ ବି ଚାହେଁ ନାହିଁ ଯେ ତୁମେ ମୋତେ ସାହାଯ୍ୟ କରିବା ପାଇଁ ନିଜ ପାଠପଢ଼ାରୁ ବିଚଳିତ ହୋଇଯାଅ। ଯେମିତି ମୁଁ କହିବା ଶେଷ କଲି, ମୋ ପୁଅ ଅଭି ଟିକେ ଆହୁରି ପାଖକୁ ଆସିଲା। ସେ ଧୀରେ ମୋ ହାତ ଧରିଲା ଏବଂ ମୋତେ କହିଲା, ମା, ଏ ସବୁ କଥାର ଚିନ୍ତା କର ନାହିଁ। ମୁଁ ଭଲ ଭାବରେ ପାଠ ପଢ଼ିବି। ଯେମିତି ମୋ ପୁଅ ଅଭି ମୋ ହାତ ଧରିଲା, ମୋ ମନରେ କିଛି ହଲଚଲ ହେଲା। ମୋତେ ବୁଝା ପଡ଼ୁନଥିଲା ଯେ ମୋ ଦିମାଗ ହଠାତ୍ ଏତେ ଅଦ୍ଭୁତ ବ୍ୟବହାର କାହିଁକି କରୁଛି। ଏମିତି ଲାଗୁଥିଲା ଯେମିତି ମୁଁ ନିଜ ଉପରେ ନିୟନ୍ତ୍ରଣ ରଖିପାରୁ ନାହିଁ। ବିଭିନ୍ନ ପ୍ରକାରର ବିଚାର ମୋ ଦିମାଗରେ ଉଙ୍କି ମାରିବାକୁ ଲାଗିଲା। ମୋ ପୁଅ ଅଭି ମୋ ଆଖି ଏବଂ ଚେହେରାକୁ ଦେଖି କିଛି ଅନୁଭବ କଲା ଏବଂ ମୋତେ ବସିବାକୁ କହିଲା। ତାର କହିବା ପରେ ମୁଁ ଏବଂ ମୋ ପୁଅ ଅଭି ସୋଫାରେ ବସିଗଲୁ। ଯେମିତି ମୁଁ ସୋଫାରେ ବସିଲି, ମୋ ପୁଅ ଅଭି ମୋ ପାଖରେ ବସିଗଲା ଏବଂ ମୋ ସହିତ ଖୋଲିକରି କଥାବାର୍ତ୍ତା କରିବାକୁ ଲାଗିଲା। ମୁଁ ମୋ ପୁଅ ଅଭି ସହିତ ବସିଲି ଏବଂ ଖୋଲିକରି କଥାବାର୍ତ୍ତା କରିବାକୁ ଲାଗିଲି। ଅଭି ସହିତ ବସି ଏହିପରି କଥାବାର୍ତ୍ତା କରିବାରୁ ମୋ ଆଖିକୁ ଭଲ ଅନୁଭବ ହେଲା। ନିଜ ପୁଅ ଅଭି ସହିତ କିଛି ସମୟ ଖୋଲିକରି କଥାବାର୍ତ୍ତା କରିବା ପରେ ମୁଁ ଫ୍ରେଶ୍ ହେବାକୁ ଚାଲିଗଲି। ଫ୍ରେଶ୍ ହେବା ପରେ ମୁଁ ଅଭି ସହିତ ରାତିର ଖାଦ୍ୟ ଖାଇଲି। ମୁଁ ରାତିର ଖାଦ୍ୟ ଖାଇ ନେଇଛି ଏବଂ ବିଛଣାରେ ଶୋଇଯାଇଛି। କିନ୍ତୁ ଆଜି ମୋତେ ବିଲକୁଲ ବି ନିଦ ଆସୁନାହିଁ। ଅଭି ବିଷୟରେ ବିଭିନ୍ନ ପ୍ରକାରର ବିଚାର ମୋ ମନରେ ଘୁରି ବୁଲୁଛି। ବହୁତ ସମୟ ପର୍ଯ୍ୟନ୍ତ ବିଛଣାରେ ଶୋଇ ରହିବା ପରେ ବି ମୋ ମନ ଶାନ୍ତ ନଥିଲା। ପୁଣି ମୁଁ ବିଛଣାରୁ ଉଠିଲି ଏବଂ ନିଜ ରୁମ୍ରେ ବସି ମନକୁ ଶାନ୍ତ କରିବା ପାଇଁ କିଛି କାମ କଲି। ଯେତେବେଳେ ମୋ ମନ ବହୁତ ଅଶାନ୍ତ ହୋଇଯାଏ ତେବେ ମୁଁ ମୋର ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ କିଛି ସମୟ ବାହାର କରେ ଏବଂ ବିଭିନ୍ନ ପ୍ରକାରର କାମ କରେ। ଏଥିରୁ ମୋତେ ଖାନଙ୍କର ମନେ ପଡ଼ିଯାଏ। ମୁଁ ବହୁତ ସମୟରୁ କାମ କରୁଥିଲି ଯେ ହଠାତ୍ ମୋ ପୁଅ ଅଭି ମୋ ଘରକୁ ଆସିଗଲା। ମୋ ପୁଅ ଅଭି ଏତେ ରାତିରେ ମୋ ଘରକୁ କାହିଁକି ଆସିଲା? ମୋତେ ଏହି କଥା ବୁଝାପଡ଼ିଲା ନାହିଁ। ଯେମିତି ମୋ ପୁଅ ଅଭି ମୋ ରୁମ୍କୁ ଆସିଲା,
ସେ ମୋତେ କାମ କରୁଥିବାର ଦେଖିଲା ଏବଂ ମୋତେ କହିଲା, ମା ଆପଣ ଏହି ସମୟରେ କାମ କରୁଛନ୍ତି କଣ ଆପଣ ଠିକ୍ ଅଛନ୍ତି? ମା ଅଭିର ସ୍ୱର ଶୁଣି ମୁଁ ଜଲ୍ଦି ନିଜର ସବୁ ଜିନିଷ ସଜାଡ଼ି ନେଲି। ଅଭି ଆଡ଼କୁ ଦେଖିଲି ଏବଂ ହସି ହସି କହିଲି, ଏମିତି କୁହ ନାହିଁ ବେଟା, ମୁଁ ସେବେଠାରୁ ଶୋଇବାକୁ ଚେଷ୍ଟା କରୁଛି କିନ୍ତୁ ମୋତେ ବିଲକୁଲ ନିଦ ଆସୁନାହିଁ ଏବଂ ସେଥିପାଇଁ ମୋତେ ଲାଗିଲା ଯେ ମୁଁ କୌଣସି କାମ କରିନାହିଁ। ଏହା ଶୁଣି ମୋ ପୁଅ ଅଭି ହସି ପକାଇଲା। ନିଜ ପୁଅ ଅଭିକୁ ଏହିପରି ହସୁଥିବାର ଦେଖି ମୋତେ ହସ ଆସିଗଲା। କିନ୍ତୁ ମୋ ପୁଅ ଅଭି ହଠାତ୍ ଏତେ ରାତିରେ ମୋ ଘରକୁ କାହିଁକି ଆସିଗଲା? ମୋତେ ଏହି କଥା ବୁଝା ପଡ଼ୁନାହିଁ। ଅଭିକୁ ହସୁଥିବାର ଦେଖି ମୁଁ ଧୀର ସ୍ୱରରେ କହିଲି, ବେଟା ଏତେ ରାତିରେ ମୋ ଘରକୁ କାହିଁକି ଆସିଛ? ମୋ ପ୍ରଶ୍ନ ଶୁଣି ମୋ ପୁଅ ଅଭି ହସିବା ବନ୍ଦ କରି ଶାନ୍ତ ସ୍ୱରରେ କହିଲା, ମା ମୁଁ ଆପଣଙ୍କୁ ଏକ ଜରୁରୀ କଥା କହିବାକୁ ଆସିଛି। ଆମ କଲେଜରେ ପିକନିକ୍ ହେଉଛି। ମୁଁ ଚାହୁଁଛି ଯେ ଆପଣ ମୋ ସହିତ ପିକନିକକୁ ଚାଲନ୍ତୁ। ତଥାପି ବାହାରୁ ଆସିବା ପରେ ଆପଣଙ୍କୁ ମଧ୍ୟ ବହୁତ ମଜା ଆସିବ। ମା ଅଭିର କଥା ଶୁଣି ମୁଁ କହିଲି, ଖୋକା ମୁଁ କିପରି ଯିବି? ତଥାପି ସେଠାରେ ବହୁତ ଲୋକ ଥିବେ। ଯଦି ତୁମେ ମୋତେ ସେମାନଙ୍କ ମଧ୍ୟକୁ ନେଇଯିବ ତେବେ ତୁମକୁ ନିଜକୁ ହିଁ ଅସୁବିଧା ହେବ। ତୁମ ପାଇଁ ଭଲ ହେବ ଯେ ତୁମେ ଯାଅ ଏବଂ ବୁଲାବୁଲି କର। ମୋ କଥା ଶୁଣି ମୋ ପୁଅ ଅଭି ଟିକେ ଅଭିମାନୀ ହୋଇଗଲା ଏବଂ କହିଲା, ମା ମୁଁ ତୁମ ବିନା କେଉଁଠାକୁ ଯିବି ନାହିଁ। ତଥାପି ଯଦି ତୁମେ ମୋ ସହିତ ପିକନିକକୁ ଯିବ ତେବେ ତୁମକୁ ଭଲ ଲାଗିବ। ମା ପୁଣି ଥରେ ମନା କର ନାହିଁ। ତୁମକୁ ମୋ ସହିତ ଯିବାକୁ ହିଁ ପଡ଼ିବ। ମୋ ପୁଅ ଅଭି ମୋତେ ଏହିପରି ନେହୁରା ହେଉଛି ଯେମିତି ମୋତେ ଯିବାକୁ ହିଁ ପଡ଼ିବ। ସଙ୍ଗୀତ ଭଲେ ହିଁ ମୁଁ ଯିବାକୁ ନ ଚାହେଁ। ଏହା ବ୍ୟତୀତ ମୋତେ ଜଣାଅଛି ଯେ ମୋ ପୁଅ ଅଭି ମୋତେ ନିଜ ସହିତ ପିକନିକକୁ କାହିଁକି ନେଇଯିବାକୁ ଚାହୁଁଛି। କିଛି ସମୟ ପର୍ଯ୍ୟନ୍ତ ଚୁପଚାପ ନିଜ ପୁଅ ଅଭିକୁ ଚାହିଁ ରହିବା ପରେ ମୁଁ ମନେ ମନେ କିଛି ଭାବିଲି ଏବଂ ନିଜ ପୁଅ ଅଭିକୁ କହିଲି, ଠିକ୍ ଅଛି ବେଟା, ସଙ୍ଗୀତ କୌଣସି କଥା ନାହିଁ। ମୁଁ ତୁମ ସହିତ ପିକନିକକୁ ଯିବି। ମୋ କଥା ଶୁଣି ମୋ ପୁଅ ଅଭି ବହୁତ ଖୁସି ହୋଇଗଲା। ନିଜ ପୁଅ ଅଭିକୁ ଏତେ ଖୁସି ଦେଖି ମୋତେ ବହୁତ ଶାନ୍ତି ମିଳିଲା। ଅଭି ଏବଂ ମୁଁ କିଛି ସମୟ ଆହୁରି ବସି କଥାବାର୍ତ୍ତା କଲୁ। ପୁଣି ମୁଁ ଶୋଇଗଲି। ପରଦିନ ସକାଳେ ଅଭି ଏବଂ ମୁଁ ଫ୍ରେଶ୍ ହୋଇ ଜଳଖିଆ ଖାଇଲୁ ଏବଂ ପିକନିକ ପାଇଁ ବାହାରିଗଲୁ। ଆମେ ପିକନିକ ପାଇଁ ବିଚ୍ରେ ଯାଉଛୁ। ଅଭି ଏବଂ ମୁଁ ପିକନିକ ବସ୍ର ପଛ ସିଟ୍ରେ ବସିଛୁ। ଏହି ବସ୍ରେ ବହୁତ ଲୋକ ଅଛନ୍ତି ଏବଂ ସମସ୍ତେ ବହୁତ ମଜା କରୁଛନ୍ତି। ମୁଁ କିଛି ସମୟରୁ ଅଭି ପାଖରେ ବସିଥିଲି ଯେ ହଠାତ୍ ମୋ ନଜର ମୋ ପୁଅ ଅଭି ଉପରେ ପଡ଼ିଲା। ଯେମିତି ମୁଁ ମୋ ପୁଅ ଅଭିକୁ ଦେଖିଲି, ମୁଁ ପାଇଲି ଯେ ସେ ବସ୍ରେ ବସି ନିଜ କାମ କରିବାକୁ ଲାଗିଥିଲା। ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗିଲା ଯେ ଅଭି ମୋ ପାଖରେ ବସି କାମ କରୁଥିଲା ଏବଂ ମୁଁ ତାକୁ କହିଲି, ଅଭି ଏମିତି କର ନାହିଁ। ଦେଖନ୍ତି ବସ୍ରେ ବହୁତ ଲୋକ ଅଛନ୍ତି। ଯଦି କେହି ଦେଖିନିଏ ତେବେ ଅସୁବିଧା ହୋଇଯିବ। ମୋ କଥା ଶୁଣି ମୋ ପୁଅ ଅଭି ମୋ ଆଡ଼କୁ ଚାହିଁଲା ଏବଂ ଧୀର ସ୍ୱରରେ କହିଲା, ମା କୌଣସି ଅସୁବିଧା ହେବ ନାହିଁ। ତଥାପି ଆଜିକାଲି ସବୁ ଲୋକ ବ୍ୟସ୍ତ ଅଛନ୍ତି। ଆମର ଖାତିର କେହି କରନ୍ତି ନାହିଁ। ତେଣୁ ମୋତେ ମୋ କାମ କରିବାକୁ ଦିଅ। ମା ନିଜ ପୁଅ ଅଭିର କଥା ଶୁଣି ମୁଁ ହସି ହସି କହିଲି, ଆରେ ତୁମେ ତ ପାଗଳ ଅଟ। ଯାହା ବି କରୁଛୁ ଜଲ୍ଦି କର। ମୁଁ ଏମିତି ଅଧିକ ସମୟ ବସିପାରିବି ନାହିଁ। ମୁଁ କହିବା ମାତ୍ରେ ମୋ ପୁଅ ଅଭି ହସିଲା ଏବଂ କହିଲା, ଏ ନିଅ ଆଉ ଟିକେ ମା, ମୁଁ ମୋ କାମ ଜଲ୍ଦି ଶେଷ କରୁଛି। ଏହା କହି ମୋ ପୁଅ ଅଭି ମୋତେ ବସ୍ର ପଛ ସିଟ୍କୁ ନେଇଗଲା ଏବଂ ଏତେ ସାରା ଲୋକଙ୍କ ମଧ୍ୟରେ ମୋ ସହିତ ବସିଗଲା ଏବଂ ନିଜ କାମ କରିବାକୁ ଲାଗିଲା। ନିଜ ପୁଅ ଅଭିକୁ ସେହିପରି କାମ କରୁଥିବାର ଦେଖି ମୁଁ ନିଜକୁ ଅଟକାଇ ପାରିଲି ନାହିଁ। ମୋ ମନ ମଧ୍ୟ ଅଭି ସହିତ କାମ କରିବାକୁ ଇଚ୍ଛା କଲା। ମୁଁ ନିଜକୁ ଆଉ ଅଟକାଇ ପାରିଲି ନାହିଁ। ସେଥିପାଇଁ ମୁଁ ମୋ ପୁଅ ସହିତ କାମ କରିବା ଆରମ୍ଭ କରିଦେଲି। ସତ କହିବାକୁ ଗଲେ ମୋତେ ପିକନିକ ବସ୍ରେ ବସି ଏହିପରି କାମ କରିବାର ବିଚାର ଭଲ ଲାଗିଲା। ମୁଁ ସଙ୍ଗୀତ କେବେ ଭାବି ମଧ୍ୟ ନଥିଲି ଯେ ମୋତେ ଅଭି ସହିତ ପିକନିକକୁ ଯିବା ଏତେ ଭଲ ଲାଗିବ। ମୋ ପୁଅ ଅଭି ଏବଂ ମୁଁ ପୁରା ରାସ୍ତା କଥାବାର୍ତ୍ତା କରୁଥିଲୁ। ଏବଂ ତାପରେ କ'ଣ ହେଲା? ଆମ ବସ୍ ନିର୍ଦ୍ଧାରିତ ସମୟରେ ସମୁଦ୍ର କୂଳରେ ପହଞ୍ଚିଗଲା। ବସ୍ ପହଞ୍ଚିବା ମାତ୍ରେ ମୁଁ ମୋ ପୁଅକୁ ନେଇ ସମୁଦ୍ର କୂଳରେ ବୁଲିବାକୁ ଚାଲିଗଲି। ଅଭି ସହିତ ଏହିପରି ଯାତ୍ରା କରି ମୋତେ ବହୁତ ଖୁସି ମିଳୁଛି। ମୋ ସ୍ୱାମୀଙ୍କ ଅନୁପସ୍ଥିତି କାରଣରୁ ମୋ ହୃଦୟରେ ଯେଉଁ ଖାଲିପଣ ଆସିଯାଇଥିଲା ତାହା ଆଜି କେଉଁଆଡ଼େ ଗାୟବ ହୋଇଯାଇଛି। ଆଜି ମୋତେ ମୋ ମନରେ ଏକ ଅଦ୍ଭୁତ ଶାନ୍ତିର ଅନୁଭବ ହେଉଛି। ମୋର ହୃଦୟର ଇଚ୍ଛା ଯେ ମୋ ପୁଅ ଅଭି ସବୁବେଳେ ଏହିପରି ମୋ ସାଥିରେ ରହୁ। ଆଜି ମୁଁ ସତରେ ବହୁତ ଖୁସି ଅଛି। ତେବେ ବନ୍ଧୁଗଣ, ଏହା ମୋ ଜୀବନର ଏକ ସତ୍ୟ କାହାଣୀ ଥିଲା ଯାହା ମୁଁ ମୋ ପୁଅ ସହିତ ବିତାଇଥିଲି। ଆଜିର କାହାଣୀ ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟସରେ ନିଶ୍ଚୟ ଜଣାନ୍ତୁ। ପ୍ରିୟ ବନ୍ଧୁଗଣ, ଆଜିର ଭିଡିଓ ଏଠାରେ ହିଁ ସମାପ୍ତ ହେଉଛି। ଯଦି ଆପଣଙ୍କୁ ଆମର ଭିଡିଓ ପସନ୍ଦ ଆସିଲା ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ବିଦାୟ। ଆସନ୍ତାକାଲି ଏକ ନୂଆ ଭିଡିଓ ସହିତ ଦେଖାହେବା।
ସେ ପର୍ଯ୍ୟନ୍ତ ସମସ୍ତେ ସୁସ୍ଥ ରହନ୍ତୁ।